ପିଲାମାନେ ଆଜି ଆମେ ମହାସାଗର ବିଷୟରେ ପଢ଼ିବା। ଯେମିତି ପୃଥିବୀର ବିଭିନ୍ନ ମହାସାଗର ସେଗୁଡ଼ାକ କେତେ ମାଇଲରେ ବ୍ୟାପ୍ତ, ମାନେ କେଉଁ ମହାସାଗର କେତେ ବର୍ଗ ମାଇଲ ପର୍ଯ୍ୟନ୍ତ ବ୍ୟାପ୍ତ। ପ୍ରଶାନ୍ତ ମହାସାଗର ଯେଉଁଟାକି ସବୁଠୁ ବଡ଼ ମହାସାଗର, ସେଇଟା ବ୍ୟାପ୍ତ ହେଉଛି ଆପଣଙ୍କର 6,07 ନିୟୁତ 8,09,1,958 ବର୍ଗ ମାଇଲରେ ପରିବ୍ୟାପ୍ତ। ସେମିତି ଆଟଲାଣ୍ଟିକ ମହାସାଗର ଆପଣଙ୍କର 31 ନିୟୁତ 830,718 ବର୍ଗ ମାଇଲରେ ପରିବ୍ୟାପ୍ତ। ଭାରତ ମହାସାଗର 28 ନିୟୁତ 256,276 ବର୍ଗ ମାଇଲରେ ପରିବ୍ୟାପ୍ତ। ସେଭଳି ଆପଣଙ୍କର ଉତ୍ତର ମହାସାଗର 5 ନିୟୁତ 440,198 ବର୍ଗ ମାଇଲରେ ପରିବ୍ୟାପ୍ତ। ଦକ୍ଷିଣ ମହାସାଗର 9 ନିୟୁତ 67,757 ବର୍ଗ ମାଇଲରେ ପରିବ୍ୟାପ୍ତ, ଯେଉଁଟାକି ସବୁଠୁ ଛୋଟ ମହାସାଗର।